ସେମିତି ଦେଖିଲେ ବିଜେଡି କୁ ଛାଡ଼ିଦେଲେ ଶ୍ରୀମୟୀଙ୍କର ଅସ୍ତିତ୍ୱ କିଛି ନାହିଁ। କାହିଁକି ନା ଯଦି ଜଣେ ସଂଗଠନ କରୁଥାନ୍ତା ବିଧାନସଭା ସ୍ତରରେ ହଉ ଲୋକସଭା ସ୍ତରରେ ହଉ ତାହେଲେ ଜଣେ ଗଲେ ହେରି 10,000 20,000 ଭୋଟ ମାଇନସ ହେଇଯିବ କିମ୍ବା 2-4ଟା କନଷ୍ଟିଚ୍ୟୁଏନ୍ସିରେ ଇମ୍ପାକ୍ଟ ପଡ଼ିବ। ସେଭଳିଆ ନେତାଙ୍କୁ ଦଳ ଖୋଜେ। ଆପଣ ଦେଖନ୍ତୁ ବିଜୁ ଜନତା ଦଳର ଷ୍ଟାଣ୍ଡ ଗୋଟିଏ, ଇଚ୍ଛା ପାଇଲେ ରହ ନହେଲେ ଯାଅ। ଦେଖନ୍ତୁ 24ରୁ ଏକରକମ ଭାବେ ବିଜୁ ଜନତା ଦଳରୁ ଶ୍ରୀମୟୀ ମିଶ୍ର ଆଉଟ ହେଇଯାଇଛନ୍ତି। ନା ଦଳ ତାଙ୍କୁ ସ୍ପଷ୍ଟ ଭାବରେ କହୁଛି ତୁମେ ଆମର ଜଣେ ଆଉ ସମ୍ପତ୍ତି ହେଇକି ଅଛ, ନା ଶ୍ରୀମୟୀ ଅନୁଭବ କରୁଛନ୍ତି ଯେ ଦଳ ତାଙ୍କର ଗୁରୁତ୍ୱ ଅନୁଭବ କରୁଛି। ତେଣୁ ଶ୍ରୀମୟୀ ମିଶ୍ର ଜାଣି ଦେଇ ସାରିଛନ୍ତି ଯେ ଦଳରେ ମୋର ଆଉ କିଛି ଅସ୍ତିତ୍ୱ ନାହିଁ। ନହେଲେ ସେ ତ ମହିଳା ସଭାନେତ୍ରୀ ହେଇପାର ତାଙ୍କର ଯୋଗ୍ୟତା ରହିଥିଲା। ତେଣୁ ଦଳ ତାଙ୍କୁ ବାରମ୍ବାର କୋଣଠେସା କରିବା ପରେ ନିଜକୁ ମାନେ ସ୍ଥିତିର ଜାହିର କରିବା ପାଇଁ ଶ୍ରୀମୟୀ ମିଶ୍ର ଏବେ ସୋସିଆଲ ମିଡିଆର ସାହାରା ନେଇଛନ୍ତି। ମୁଁ ଭାବୁଛି ସେ ଏଭଳି ଲେଖିକି ଅନୁମାନ କରୁଛନ୍ତି ଯେ ବିଜେଡିକୁ ଅକଳରେ ପକେଇଲି, ହୁଏତ ଅନ୍ୟ କୌଣସି ଦଳରୁ ତାଙ୍କୁ ଡାକରା ବି ଆସିପାରେ। ବିଶେଷ କରି ଭାରତୀୟ ଜନତା ପାର୍ଟି କାଳେ ଡାକିବ ଯେ ଇଏ ବିଜୁ ଜନତା ଦଳକୁ କିମ୍ବା ପାଣ୍ଡିଆନକୁ ନବୀନ ପଟ୍ଟନାୟକ କଡ଼ା ବିରୋଧ କରୁଛନ୍ତି, ଅନେକ ସମୟରେ ଡାକିବାରେ ବି ନଜିର ରହିଛି। କିନ୍ତୁ ମୁଁ ଭାବୁଛି ଶ୍ରୀମୟୀ ମିଶ୍ରଙ୍କୁ ବିଜେପି ପକ୍ଷରୁ କି କଂଗ୍ରେସ ପକ୍ଷରୁ କୌଣସି ଡାକରା ଆସୁନାହିଁ। ତେଣୁ ଧୀରେ ଧୀରେ ଯୋଉ ଅସନ୍ତୋଷ ତାଙ୍କ ମନରେ ବଢି ବଢି ଚାଲିଛି, ସେଟା କେତେବେଳେ ଧୃତରାଷ୍ଟ୍ର କଥା କହୁଛନ୍ତି, କେବେ ଭଣ୍ଡ ସନ୍ନ୍ୟାସୀ କଥା କହୁଛନ୍ତି, କିନ୍ତୁ ନା ନେବାରେ ଯାଙ୍କେ ସାହସ କରିପାରୁନାହାନ୍ତି। ସେପଟେ ଦଳ ବି ଅନୁଭବ କରୁଛି ଯେ ଶ୍ରୀମୟୀଙ୍କର ବାଣ ଟିକେ ବା ପିନ୍ଟା କୋଉଠି ଯାଇକି ବାଜୁଛି, ଦଳ ବି ତାଙ୍କ ଉପରେ ଆକ୍ସନ ନେଇପାରୁନି, ମାନେ ସସ୍ପେଣ୍ଡ ବି କରିପାରୁନି। କାହିଁକି ସସ୍ପେଣ୍ଡ କରିବା ପାଇଁ କଜ କଣ? ସେ ଦେଖେଇ ପାରେ ଯେ ମୁଁ ତ କାହା ନାଁ ନେଇନି। କିନ୍ତୁ ଶ୍ରୀମୟୀ ମିଶ୍ରଙ୍କ କଥାକୁ ନେଇକି ଯୋଉ ନକାରାତ୍ମକ ଚର୍ଚ୍ଚା ଦଳକୁ ନେଇକି ହଉଛି, ସେ ନେଇକି ସରକାର ବି ଏ ଯୋଉ ବିଜୁ ଜନତା ଦଳ ଆକ୍ସନ ନେବା ଦରକାର। କାହିଁକି ନା ଆଜି ଶ୍ରୀମୟୀ କହିଲେ, କାଲି ଆଉ 2 ଜଣ ବୁଲେଇ ପକେଇ କହିବେ, କାଲି ଆଉ 3 ଜଣ ବୁଲେଇ ପକେଇ କହିବେ। ତେଣୁ ମାନେ ବିଜୁ ଜନତା ଦଳ କେବେ ଆକ୍ସନ ନବ ଶ୍ରୀମୟୀଙ୍କ ଉପରେ, ଏହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି। ଆଉ ଶ୍ରୀମୟୀ ବି ମଝିରେ ମଝିରେ ଗୁଗୁଲ ଛାଡି ଦେଇ ଯାହା ହଉ ତାଙ୍କୁ ନେଇକି ଗୋଟା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହଉଛି, ଆଲୋଡ଼ନ ହଉଛି, ସିଏ ବି ତାଙ୍କର ମଜା ନେବାରେ ଲାଗିଛନ୍ତି। ତେଣୁ ଆଜି ଗୋଟିଏ କଥା ଧୃତରାଷ୍ଟ୍ର କହୁ କହୁ ଆପଣ ଦେଖେ 2-4 ଦିନ ପରେ ଆଉ ଗୋଟିଏ ଛାଡ଼ିଲେ, ଆପଣ ଦେଖେ 2-3 ଦିନ ପରେ ସେ ଆଉ ଗୋଟିଏ ମଧ୍ୟ ମେସେଜ କରିବେ। କାରଣ ସେ ଚାହୁଁଛନ୍ତି ବର୍ତ୍ତମାନ ଶ୍ରୀମୟୀ ଯେ ମୁଁ ଚର୍ଚ୍ଚାରେ ରହିଲେ ହୁଏତ ମତେ ବିଜେପି ବା କଂଗ୍ରେସରୁ ଡକରା ଆସିବ। ହଁ, ଏକଥା ମଧ୍ୟ ଆମେ କହିପାରିବା ଯେ ଶ୍ରୀମୟୀଙ୍କୁ ଦଳ ବ୍ୟବହାର କରିଛି ଏବଂ ତାଙ୍କୁ ମଧ୍ୟ ଦଳ କିଛି ପଦପଦବୀ କ୍ଷମତା ମଧ୍ୟ ଦେଇଛି। ସେମିତି ଜମା ଦେଇନି ବୋଲି ନୁହେଁ, କିନ୍ତୁ 24ରେ ତାଙ୍କର ଯୋଉ ଏମ୍ପି ହବାର ସ୍ୱପ୍ନ ମଉଳିଗଲା, ସେବେଠାରୁ ସେ ପୁରା ଫାୟାର ହେଇଯାଇଛନ୍ତି। ଦେଖାଯାଉ ଆଗାମୀ ଦିନରେ ଶ୍ରୀମୟୀଙ୍କର ରାଜନୈତିକ ଗତି କୁଆଡକୁ ଯାଉଛି। ବିଜେଡିକୁ ଛାଡ଼ି ଶ୍ରୀମୟୀଙ୍କର ଅସ୍ତିତ୍ୱ କଣ? ସେମିତି ଦେଖିଲେ ବିଜେଡିକୁ ଛାଡ଼ିଦେଲେ ଶ୍ରୀମୟୀଙ୍କର ଅସ୍ତିତ୍ୱ କିଛି ନାହିଁ। କାହିଁକି ନା ଯଦି ଜଣେ ସଂଗଠନ କରୁଥାନ୍ତା ବିଧାନସଭା ସ୍ତରରେ ହଉ ଲୋକସଭା ସ୍ତରରେ ହଉ ତାହେଲେ ଜଣେ ଗଲେ ହେରି 10,000 20,000 ଭୋଟ ମାଇନସ ହେଇଯିବ କିମ୍ବା 2-4ଟା କନଷ୍ଟିଚ୍ୟୁଏନ୍ସିରେ ଇମ୍ପାକ୍ଟ ପଡ଼ିବ। ସେଭଳିଆ ନେତାଙ୍କୁ ଦଳ ଖୋଜେ। ଆପଣ ଦେଖନ୍ତୁ ବିଜୁ ଜନତା ଦଳର ଷ୍ଟାଣ୍ଡ ଗୋଟିଏ, ଇଚ୍ଛା ପାଇଲେ ରହ ନହେଲେ ଯାଅ। ଭାସ୍କର ରାଓଙ୍କ ଭଳି ଟାଣୁଆ ନେତା ଯେ ରାୟଗଡ଼ାର ରାଜନୀତିକୁ ପୁରା ସମ୍ଭାଳିଥିଲେ, 3-3ଟା ନିର୍ବାଚନ ମଣ୍ଡଳୀରୁ ଆଖପାଖର ବ୍ରହ୍ମପୁର ପର୍ଯ୍ୟନ୍ତ ମଧ୍ୟ ତାଙ୍କର ଯୋଉ ତେଲୁଗୁ ସମ୍ପ୍ରଦାୟ ଅଛନ୍ତି ସେ ପର୍ଯ୍ୟନ୍ତ ପ୍ରଭାବ, କିନ୍ତୁ ଭାସ୍କର ରାଓଙ୍କୁ ବୁଝେଇବାକୁ ମଧ୍ୟ ଦଳ ଚାହିଁଲାନି। ତାହେଲେ ଏଥିରୁ ହିସାବ କର ଦଳ କୋଉ ମୁଡରେ ଅଛି। ଏଠି ପାଣ୍ଡିଆନଙ୍କ ରାଜ ଯେମିତି ଚାଲିଥିଲା ଚାଲିବ। ଯୋଉମାନେ ବିରୋଧ କରିବାର ଅଛି ଇଚ୍ଛା ପାଇଲେ ଦଳରେ ରୁହ ନହେଲେ ଚାଲ। ଅତୀତ ଅନେକ ବରିଷ୍ଠ ନେତା ବି ଅସନ୍ତୋଷ ଝାଡୁଛନ୍ତି, କିନ୍ତୁ କିଛି କିଛି ଫରକ ପଡିବାର ନାହିଁ। ଆମେ କହିପାରିବୁ କି ବିଜେଡି ଏକ ପ୍ରକାର ଅଳିଆ ସଫା କରୁଛୁ? ଦେଖନ୍ତୁ ଅଳିଆ ସଫା କରୁଛି କି ନିଜେ ଧୀରେ ଧୀରେ ମାନେ ଅଡୁଆ ଜାଲରେ ଛନ୍ଦି ହେଇ ପଡୁଛି, ତାହା ସମୟ କହିବ। କାହିଁକି ନା ଆପଣ ଯଦି ଜଣ ଜଣକୁ ବାହାର କରି ଚାଲିବେ ତାହେଲେ କାଲି ତ ଦଳର ଭାଡି ଖାଲି ହେଇଯିବ। ଆପଣ କଣ 40 50 60 ଜଣ ନେତାଙ୍କୁ ନେଇକି ଚଳେଇବେ? ଯୁବ ଛାତ୍ରଙ୍କ ମନରେ ଅସନ୍ତୋଷ, ସେମାନଙ୍କୁ ବୁଝେଇବାର ବର୍ତ୍ତମାନ କୌଣସି ପ୍ରକାର ଦାୟିତ୍ୱ ଶଙ୍ଖ ଭବନ ପକ୍ଷରୁ ବା ବିଜେଡି ପକ୍ଷରୁ କରାଯାଇ ନାହିଁ। ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ। ଆପଣ ରାଜା ସ୍ୱାଇଁଙ୍କୁ ଧରିକି ଅରୁଣ ସାହୁଙ୍କ ପର୍ଯ୍ୟନ୍ତ, ବଦ୍ରିନାରାୟଣ ପର୍ଯ୍ୟନ୍ତ, ପାତ୍ରଙ୍କ ପର୍ଯ୍ୟନ୍ତ ଯାହାକୁ ଆପଣ ଖୋଜିବେ ସେମାନେ ବି ଅସନ୍ତୁଷ୍ଟ ଅଛି। ଆମେ କେତେଜଣଙ୍କୁ ବାହାର କରିଦବା, କେତେଜଣଙ୍କୁ ନାଲି ଆଖି ଦେଖାଇ ବନ୍ଦ କରିଦବା। ଯୋଉ ଦିନ ସେ ଦେଖିବେ ଯେ ଦଳରେ ଆଉ ନାଲି ଆଖି ବରଦାସ୍ତ କରିବୁନି ସ୍ୱାଭିମାନ ଦୃଷ୍ଟିରୁ, ନହେଲେ ଦେଖିବେ ଯେ ଦଳରେ ଆଉ ଆମ ସଂଗଠନ ଆମର, ଆମେ ଯଦି ବିଜେପି କା କଂଗ୍ରେସକୁ ଯାଇକି ସଂଗଠନ କରିପାରିବୁ, ସେଦିନ ମଧ୍ୟ ସେ ଦଳ ଉପରେ ବିଷୋଦ୍ଗାର କରିବେ।
କିଛି ଅସମ୍ଭବ କଥା ନୁହେଁ ଏଇଟା।